ବିଚାରକର୍ତ୍ତା 9 ପର୍ବ। ଏଉତରୁ ଜିରୁଦାଲର ପୁତ୍ର ଅବିମେଲକ ସିଖେମରେ ଆପଣା ମାତାର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ ନିଜ ମାତାର ପିତୃଗୃହ ସମସ୍ତ ବଂଶକୁ କହିଲା, ବିନୟ କରୁଅଛି, ତୁମେମାନେ ସିକିମ୍ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ଜିରୁଦାଲର 70 ପୁତ୍ରଯାକ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ନା ଜଣେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ? ତୁମ୍ଭମାନଙ୍କ ପକ୍ଷରେ କି ଭଲ? ଏହା ମଧ୍ୟ ମନେ କର ଯେ ମୁଁ ତୁମ୍ଭମାନଙ୍କର ଅସ୍ଥି ଓ ମାଂସ ଅଟେ। ତହିଁରେ ତାହାର ମାତାର ଭାଇମାନେ ସିକିମ୍ ନିବାସୀ ଲୋକମାନଙ୍କ କର୍ଣ୍ଣଗୋଚରରେ ତାହା ପକ୍ଷରେ ଏସବୁ କଥା କହନ୍ତେ, ଅବିମେଲେକର ପଶ୍ଚାଦଗାମୀ ହେବାକୁ ସେମାନଙ୍କ ମନ ମଙ୍ଗିଲା, କାରଣ ସେମାନେ କହିଲେ, ସେ ଆମ୍ଭମାନଙ୍କର ଭାଇ। ପୁଣି ସେମାନେ ତାହାକୁ ବାଲବିରତ୍ର ମନ୍ଦିରରୁ 70 ଖଣ୍ଡ ରୂପା ଦେଲେ। ତହିଁରେ ଅବିମେଲେକ ବର୍ତ୍ତନ ଦେଇ ଅଗାଡ଼ି ଓ ଦୁଃସାହସୀ ଲୋକମାନଙ୍କୁ ରଖିଲା। ସେମାନେ ତାହାର ପଶ୍ଚାଦଗାମୀ ହେଲେ। ତୁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର 70 ଭାଇ ଜିରୁଦାଲର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା। ମାତ୍ର ଜିରୁଦାଲର କନିଷ୍ଠ ପୁତ୍ର ଯୋଥାମ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା। ପୁଣି ସିକିମ୍ ନିବାସୀ ଲୋକମାନେ ଓ ମଲ୍ଲ ନିବାସୀ ସମସ୍ତେ ଏକତ୍ରିତ ହୋଇଯାଇ ସିକିମ୍ରେ ଥିବା ସ୍ତମ୍ଭ ନିକଟସ୍ଥ ଅଲନ ବୃକ୍ଷ ମୂଳରେ ଅବିମେଲେକକୁ ରାଜା କଲେ। ତେଣୁ ଲୋକମାନେ ଯୋଥମକୁ ଏହି ସମ୍ବାଦ ଦିଅନ୍ତେ, ସେ ଯାଇ ଗରିସିମ୍ ପର୍ବତ ଶିଖରରେ ଠିଆ ହୋଇ ଉଚ୍ଚସ୍ୱରରେ ଡାକି ସେମାନଙ୍କୁ କହିଲା, ହେ ସିକିମ୍ ନିବାସୀ ଲୋକଗଣ, ଆମ୍ଭ କଥା ଶୁଣ। ତହିଁରେ ପରମେଶ୍ୱର ତୁମମାନଙ୍କ କଥା ଶୁଣିବେ। ଏକ ସମୟରେ ବୃକ୍ଷମାନେ ଆପଣା ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜିତବୃକ୍ଷକୁ କହିଲେ, ତୁମ୍ଭେ ଆମମାନଙ୍କ ଉପରେ ରାଜତ୍ୱ କର। ମାତ୍ର ଜିତବୃକ୍ଷ ସେମାନଙ୍କୁ କହିଲା, ମୋର ଯେଉଁ ତୈଳ ଘେନି ଲୋକମାନେ ମୋ ଦ୍ୱାରା ପରମେଶ୍ୱରଙ୍କ ଓ ମନୁଷ୍ୟର ଗୌରବ କରନ୍ତି, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ତ ବୃକ୍ଷମାନେ ଡିମ୍ବୁରି ବୃକ୍ଷକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ମାତ୍ର ଡିମ୍ବୁରି ବୃକ୍ଷ ସେମାନଙ୍କୁ କହିଲା, ମୁଁ କି ଆପଣା ମିଷ୍ଟତା ଓ ଉତ୍ତମ ଫଳ ତ୍ୟାଗ କରି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ଏଉତାରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେତେଣେ ଦୋହଲିବାକୁ ଯିବି? ତ ବୃକ୍ଷଯାକ କଣ୍ଟକ ଲତାକୁ କହିଲେ, ତୁମ୍ଭେ ଆସ, ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ତହିଁରେ କଣ୍ଟକ ଲତା ବୃକ୍ଷମାନଙ୍କୁ କହିଲା, ଯେବେ ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କ ଉପରେ ନିତ୍ୟାନ୍ତ ରାଜା କରିବାକୁ ଅଭିଷେକ କର, ତେବେ ଆସି ମୋର ଛାୟାରେ ଆଶ୍ରୟ ନିଅ। ନୋହିଲେ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋନର ଏରସ ବୃକ୍ଷମାନଙ୍କୁ ଗ୍ରାସ କରୁ। ଏବେ ତୁମ୍ଭେମାନେ ଅବିମେଲେକକୁ ରାଜା କରିବାରେ ଯେବେ ସତ୍ୟ ଓ ସରଳ ବ୍ୟବହାର କରିଥାଅ ଓ ଜିରୁଦାଲ ଓ ତାଙ୍କ ବଂଶ ପ୍ରତି ଭଲ ବ୍ୟବହାର କରିଥାଅ ଓ ତାଙ୍କର ହସ୍ତକୃତ କର୍ମାନୁସାରେ ତାଙ୍କ ପ୍ରତି ବ୍ୟବହାର କରିଥାଅ, ତେବେ ଉତ୍ତମ। କାରଣ ମୋର ପିତା ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିଥିଲେ ଓ ପ୍ରାଣପଣ କରି ମିଦିୟନର ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। ମାତ୍ର ତୁମ୍ଭେମାନେ ଆଜି ମୋର ପିତୃଗୃହ ବିରୁଦ୍ଧରେ ଉଠିଅଛ ଓ ତାଙ୍କର 70 ପୁତ୍ରଙ୍କୁ ଏକ ପ୍ରସ୍ତର ଉପରେ ବଧ କରିଅଛ ଓ ତାଙ୍କ ଦାସୀପୁତ୍ର ଅବିମେଲେକ ତୁମ୍ଭମାନଙ୍କର ଭାଇ ହେବା ସକାଶୁ ତାହାକୁ ସିକିମ୍ ନିବାସୀ ଲୋକମାନଙ୍କ ଉପରେ ରାଜା କରିଅଛ। ଏହେତୁ ଯେବେ ଆଜି ତୁମ୍ଭେମାନେ ଜିରୁଦାଲ ଓ ତାଙ୍କର ବଂଶ ସଙ୍ଗେ ସତ୍ୟ ଓ ସରଳ ବ୍ୟବହାର କରିଥାଅ, ତେବେ ଅବିମେଲେକକୁ ଘେନି ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ଘେନି ଆନନ୍ଦ କରୁ। ମାତ୍ର ଯେବେ କରିନାହ, ତେବେ ଅବିମେଲେକଠାରୁ ଅଗ୍ନି ବାହାରି ସିକିମ୍ ନିବାସୀ ଲୋକଗଣକୁ ଓ ମିଲ୍ଲ ନିବାସୀମାନଙ୍କୁ ଗ୍ରାସ କରୁ। ପୁଣି ସିକିମ୍ ନିବାସୀ ଲୋକ ଗଣଠାରୁ ଓ ମିଲ୍ଲ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବିମେଲେକକୁ ଗ୍ରାସ କରୁ। ଏଉତାରେ ଯୋଥାମ ବେଗେ ପଳାଇଲା। ପୁଣି ଆପଣା ଭାଇ ଅବିମେଲେକ ଭୟରେ ବେରରେ ଯାଇ ବାସ କଲା। ଅନନ୍ତର ଅବିମେଲେକ ଇସ୍ରାଏଲ ଉପରେ 3 ବର୍ଷ ଅଧିପତି ହେଲା। ପୁଣି ଜିରୁଦାଲଙ୍କର 70 ପୁତ୍ରଙ୍କ ପ୍ରତି ନିଷ୍ଠୁରତାର ପ୍ରତିଫଳ ଯେପରି ଘଟେ ଓ ସେମାନଙ୍କୁ ବଧ କରିଥିଲା ଯେ ସେମାନଙ୍କ ଭାଇ ଅବିମେଲେକ ତା ଉପରେ ଓ ଭାତୃବଧରେ ତାର ସାହାଯ୍ୟକାରୀ ସିକିମ୍ ନିବାସୀ ଲୋକଗଣ ଉପରେ ସେହି ରକ୍ତପାତର ଅପରାଧ ଯେପରି ବର୍ତ୍ତେ। ଏଥିପାଇଁ ପରମେଶ୍ୱର ଅବିମେଲେକ ଓ ସିକିମ୍ ନିବାସୀ ଲୋକଗଣ ମଧ୍ୟରେ ଦୁଷ୍ଟ ଆତ୍ମା ପଠାଇଲେ। ତହିଁରେ ସିକିମ୍ ନିବାସୀ ଲୋକଗଣ ଅବିମେଲେକ ପ୍ରତି ବିଶ୍ୱାସଘାତକତା କଲେ।
ଆଉ ସିକିମ୍ ନିବାସୀ ଲୋକଗଣ ତାହା ଲାଗି ପର୍ବତ ଶୃଙ୍ଗମାନଙ୍କରେ ଲୋକମାନଙ୍କୁ ଗୋପନରେ ଛକି ବସାଇଲେ। ତହିଁରେ ସେମାନଙ୍କ ନିକଟ ଦେଇ ସେଇ ବାଟେ ଯାହା କିଛି ଗଲା ତାହା ସବୁ ସେମାନେ ଲୁଟ୍ କଲେ। ପୁଣି ଅବିମେଲେକ ତହିଁର ସମ୍ବାଦ ପାଇଲା। ଅନନ୍ତର ଏବଦ୍ର ପୁତ୍ର ଗାଲ ଆପଣା ଭାଇମାନଙ୍କୁ ସଙ୍ଗେ ନେଇ ସିକିମ୍କୁ ଗଲା। ପୁଣି ସିକିମ୍ ନିବାସୀ ଲୋକମାନେ ତାହା ଉପରେ ନିର୍ଭର ରଖିଲେ। ଆଉ ସେମାନେ କ୍ଷେତ୍ରକୁ ଯାଇ ଆପଣା ଆପଣା ଦ୍ରାକ୍ଷାଫଳ ସଂଗ୍ରହ କରି ଦଳିଲେ ଓ ଉତ୍ସବ କରି ଆପଣା ଦେବତାର ମନ୍ଦିରକୁ ଯାଇ ଭୋଜନପାନ କରି ଅବିମେଲେକକୁ ଶାପ ଦେଲେ। ତହିଁରେ ଏବଦ୍ର ପୁତ୍ର ଗାଲ କହିଲା, ଅବିମେଲେକ କିଏ ଓ ସିକିମ୍ କିଏ ଯେ ଆମ୍ଭେମାନେ ତାହାର ସେବା କରିବୁ? ସେ କି ଜିରୁଦାଲର ପୁତ୍ର ନୁହେଁ ଓ ସବୁଲ କି ତାହାର ସେନାପତି ନୁହେଁ? ତୁମେମାନେ ସିକିମ୍ର ପିତା ହାମୋରର ଲୋକମାନଙ୍କୁ ସେବା କର, ମାତ୍ର କି ହେତୁ ଆମ୍ଭେମାନେ ତାହାର ସେବା କରିବୁ? ଆହ, ଏ ଲୋକମାନେ ଯେବେ ମୋର ହସ୍ତଗତ ହୁଅନ୍ତେ, ତେବେ ଆମ୍ଭେ ଅବିମେଲେକକୁ ଦୂର କରିଦିଅନ୍ତୁ। ପୁଣି ସେ ଅବିମେଲେକକୁ ଲକ୍ଷ୍ୟ କରି କହିଲା, ତୁମ୍ଭେ ଆପଣା ସୈନ୍ୟ ବଢ଼ାଇ ବାହାରକୁ ଆସ। ଏବଦ୍ର ପୁତ୍ର ଗାଲର ଏକଥା ନଗରର ଅଧିପତି ସବୁଲ ଶୁଣନ୍ତେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ଛଳରେ ଅବିମେଲେକ ନିକଟକୁ ଦୂତମାନଙ୍କୁ ପଠାଇ କହିଲା, ଦେଖ, ଏବଦ୍ର ପୁତ୍ର ଗାଲ ଓ ତାହାର ଭାଇମାନେ ସିକିମ୍କୁ ଆସିଅଛନ୍ତି। ଆଉ ଦେଖ, ସେମାନେ ତୁମ୍ଭ ବିରୁଦ୍ଧରେ ନଗରରେ କୁପ୍ରବୃତ୍ତି ଦେଉଅଛନ୍ତି। ଏହେତୁ ତୁମ୍ଭେ ଓ ତୁମ୍ଭ ସଙ୍ଗୀ ଲୋକମାନେ ରାତ୍ରିରେ ଉଠି କ୍ଷେତ୍ରରେ ଛକି ବସ। ପୁଣି ସକାଳେ ସୂର୍ଯ୍ୟୋଦୟ ହେବା ମାତ୍ରେ ଚଞ୍ଚଳ ଉଠି ନଗର ଆକ୍ରମଣ କରିବ। ତହିଁରେ ଦେଖ, ସେ ଓ ତାହାର ସଙ୍ଗୀ ଲୋକମାନେ ତୁମ୍ଭ ବିରୁଦ୍ଧରେ ବାହାର ହୋଇ ଆସିଲେ ତୁମ୍ଭ ଦ୍ୱାରା ଯେପରି ହେବ ସେପରି କରିବ। ଏଥିରେ ଅବିମେଲେକ ଓ ତାହାର ସଙ୍ଗୀ ସମସ୍ତେ ରାତ୍ରିରେ ଉଠି 4 ଦଳ ହୋଇ ସିକିମ୍ ପ୍ରତିକୂଳରେ ଛକି ବସିଲେ। ପୁଣି ଏବଦ୍ର ପୁତ୍ର ଗାଲ ବାହାର ଯାଇ ନଗର ଦ୍ୱାରରେ ପ୍ରବେଶ ସ୍ଥାନରେ ଠିଆ ହେଲା। ଆଉ ଅବିମେଲେକ ଓ ତାହାର ସଙ୍ଗୀ ଲୋକମାନେ ଛକିବା ସ୍ଥାନରେ ଉଠିଲେ। ଆଉ ଗାଲ ଲୋକମାନଙ୍କୁ ଦେଖନ୍ତେ ସେ ସବୁଲକୁ କହିଲା, ଦେଖ, ପର୍ବତ ଶିଖରରୁ ଲୋକମାନେ ଓହ୍ଲାଇ ଆସୁଅଛନ୍ତି। ତହିଁରେ ସବୁଲ ତାହାକୁ କହିଲା, ପର୍ବତର ଛାୟା ତୁମ୍ଭକୁ ମନୁଷ୍ୟ ପରି ଦିଶୁଛି। ଏ ଉତ୍ତାରେ ଗାଲ ପୁନର୍ବାର କହିଲା, ଦେଖ, ଲୋକମାନେ ଦେଶ ମଧ୍ୟ ଦେଇ ଓହ୍ଲାଇ ଆସୁଅଛନ୍ତି। ଆଉ ଏକ ଦଳ ମିଓନିୟମ ଅଲନ ବୃକ୍ଷ ପଥ ଦେଇ ଆସୁଅଛନ୍ତି। ତେଣୁ ସବୁଲ ତାହାକୁ କହିଲା, ତୁମେ ଯେ କହିଥିଲ, ଅବିମେଲେକ କିଏ ଯେ ଆମ୍ଭେ ତାହାର ସେବା କରିବୁ? ତୁମ୍ଭର ସେହି ମୁହଁଟି ଏବେ କାହିଁ? ତୁମେ କି ଏହି ଲୋକମାନଙ୍କୁ ତୁଚ୍ଛ କରିନଥିଲ? ଭଲା ଏବେ ବାହାରି ସେମାନଙ୍କ ସଙ୍ଗେ ଯୁଦ୍ଧ କଲଟି? ଏଥିରେ ଗାଲ ସିକିମ୍ ନିବାସୀ ଲୋକଗଣ ସମ୍ମୁଖରେ ବାହାର ହୋଇ ଅବିମେଲେକ ସଙ୍ଗରେ ଯୁଦ୍ଧ କଲା। ତହିଁରେ ଅବିମେଲେକ ତାହାକୁ ଗୋଡ଼ାନ୍ତେ ସେ ତା ସମ୍ମୁଖରୁ ପଳାଇଲା ଓ ଦ୍ୱାର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଅନେକ ହତ ହୋଇ ପଡ଼ିଲେ। ଏ ଉତ୍ତାରେ ଅବିମେଲେକ ଅରୁମାରେ ରହିଲା। ପୁଣି ସବୁଲ ଓ ଗାଲକୁ ଓ ତାହାର ଭାତୃଗଣକୁ ତଡ଼ିଦେଲା। ସେମାନଙ୍କୁ ସିକିମ୍ରେ ବାସ କରିବାକୁ ଦେଲା ନାହିଁ। ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯାଆନ୍ତେ କେହି ଜଣେ ଅବିମେଲେକକୁ ସମ୍ବାଦ ଦେଲା। ତେଣୁ ସେ ଲୋକ ନେଇ 3 ଦଳ କରି କ୍ଷେତ୍ର ମଧ୍ୟରେ ଛକି ବସିଲା। ପୁଣି ସେ ଅନାଇଲା ଯେ, ଦେଖ, ଲୋକମାନେ ନଗରରୁ ବାହାରି ଆସୁଛନ୍ତି। ତହିଁରେ ସେ ସେମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଆଘାତ କଲା। ପୁଣି ଅବିମେଲେକ ଓ ତାର ସଙ୍ଗୀ ଦଳ ଶୀଘ୍ର ଆକ୍ରମଣ କରି ନଗର ଦ୍ୱାର ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ ଓ ଅନ୍ୟ 2 ଦଳ କ୍ଷେତ୍ରସ୍ଥିତ ସମସ୍ତ ଲୋକଙ୍କୁ ଆକ୍ରମଣ କରି ବଧ କଲେ। ପୁଣି ଅବିମେଲେକ ସେହି ଦିନଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲା ଓ ନଗର ହସ୍ତଗତ କରି ତହିଁ ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବଧ କଲା। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ବୁଣିଲା। ଅନନ୍ତର ସିକିମ୍ ଗଡ଼ସ୍ଥିତ ଲୋକଗଣ ଏକଥା ଶୁଣି ଏଲବିରତ ମନ୍ଦିରସ୍ଥିତ ଉଚ୍ଚ ଗୃହରେ ପ୍ରବେଶ କଲେ। ପୁଣି ସିକିମ୍ ଗଡ଼ର ଲୋକମାନେ ଏକତ୍ରିତ ହୋଇଅଛନ୍ତି, ଏକଥା ଅବିମେଲେକର କର୍ଣ୍ଣଗୋଚର ହେଲା। ତହିଁରେ ଅବିମେଲେକ ଓ ତାହାର ସଙ୍ଗୀ ଲୋକ ସମସ୍ତେ ସଲମୋନ ପର୍ବତକୁ ଉଠିଗଲେ। ଓ ଅବିମେଲେକ ହାତରେ କୁର୍ହାଡ଼ି ଘେନି ବୃକ୍ଷରୁ ଖଣ୍ଡିଏ ଡାଳ ହାଣିଲା ଓ ତାହା ଉଠାଇ ଆପଣା କାନ୍ଧରେ ରଖିଲା। ଆଉ ଆପଣା ସଙ୍ଗୀମାନଙ୍କୁ କହିଲା, ତୁମେମାନେ ମୋତେ ଯାହା କରିବାର ଦେଖିଲ ତାହା ଶୀଘ୍ର କର, ମୁଁ ଯେପରି କଲି ସେପରି କର। ତହିଁରେ ସମସ୍ତ ଲୋକ ପ୍ରତ୍ୟେକ ସେପରି ଏକ ଏକ ଡାଳ କାଟି ଅବିମେଲେକର ପଛେ ପଛେ ଯାଇ ସେ ଉଚ୍ଚ ଗୃହ ପାଖରେ ରଖିଲେ ଓ ସେହି ଉଚ୍ଚ ଗୃହରେ ସେମାନଙ୍କ ଉପରେ ଅଗ୍ନି ଲଗାଇଲେ। ତେଣୁ ସିକିମ୍ ଗଡ଼ର ସମସ୍ତ ଲୋକ ମଧ୍ୟ ମଲେ। ସେମାନେ ସ୍ତ୍ରୀ ପୁରୁଷ ଊଣାଧିକ 1000 ଲୋକ ଥିଲେ। ଏ ଉତ୍ତାରେ ଅବିମେଲେକ ତେବସକୁ ଗଲା ଓ ତେବସ ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କଲା।
ମାତ୍ର ସେହି ନଗର ଭିତରେ ଗୋଟିଏ ଦୃଢ଼ ଗଡ଼ ଥିଲା। ଏଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ସେ ସ୍ଥାନକୁ ପଳାଇ ତହିଁ ଭିତରେ ଆପଣାମାନଙ୍କୁ ରୁଦ୍ଧ କରି ଗଡ଼ର ଛାତ ଉପରକୁ ଗଲେ। ତେଣୁ ଅବିମେଲେକ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହାର ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ଗଡ଼ ଦ୍ୱାରର ଅତି ନିକଟକୁ ଗଲା। ତହିଁରେ ଜଣେ ସ୍ତ୍ରୀ ଚକିର ଉପର ପଟ ଅବିମେଲେକ ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା। ତେଣୁ ସେ ଶୀଘ୍ର ଆପଣା ଅସ୍ତ୍ରବାହକ ଯୁବାକୁ ଡାକି ତାହାକୁ କହିଲା, ତୁମ୍ଭ ଖଡ୍ଗ ବାହାର କରି ମୋତେ ବଧ କର, ଯେପରି ଲୋକମାନେ ଆମ୍ଭ ବିଷୟରେ ନ କହିବେ ଯେ ଜଣେ ସ୍ତ୍ରୀ ତାହାକୁ ବଧ କଲା। ତହିଁରେ ତାହାର ଯୁବା ଲୋକ ତାହାକୁ ଭୁଷି ଦିଅନ୍ତେ, ସେ ମଲା। ତହିଁରେ ଇସ୍ରାଏଲ ଲୋକମାନେ ଅବିମେଲେକର ମରଣ ଦେଖି ପ୍ରତ୍ୟେକ ଆପଣା ଆପଣା ସ୍ଥାନକୁ ଚାଲିଗଲେ। ଏହି ରୂପେ ଅବିମେଲେକ ଆପଣା 70 ଭାଇଙ୍କୁ ବଧ କରି ଆପଣା ପିତା ବିରୁଦ୍ଧରେ ଯେଉଁ ଦୁଷ୍କର୍ମ କରିଥିଲା, ପରମେଶ୍ୱର ତହିଁର ପ୍ରତିଫଳ ତାହାକୁ ଦେଲେ। ପୁଣି ପରମେଶ୍ୱର ସିଖିମ୍ ନିବାସୀ ଲୋକମାନଙ୍କୁ ସମସ୍ତ ଦୁଷ୍କର୍ମର ପ୍ରତିଫଳ ସେମାନଙ୍କ ମସ୍ତକରେ ବସ୍ତାଇଲେ ଓ ଜିରୁଦାଲଙ୍କ ପୁତ୍ର ଯୋଥାମର ଶାପ ସେମାନଙ୍କ ଉପରେ ଫଳିଲା।